ତାଙ୍କ କଥା ସେ କହିବେ, ଆମେ କେବଳ ନିମିତ୍ତ ମାତ୍ର। ଆସନ୍ତୁ ପ୍ରଭୁଙ୍କର ଦିନବ୍ୟାପୀ ଲାଗି ରହିଥିବା ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଜନ୍ମୋତ୍ସବ ରାମନବମୀ ପୂଜା ପାଇଁ ଜୋରଦାର ପ୍ରସ୍ତୁତିର ଆଜି ପରିସମାପ୍ତି ହେଉଛି ପୂର୍ଣ୍ଣାହୁତିରେ। ଆପଣମାନେ ତ ମୋ ପୂର୍ବ ଭିଡ଼ିଓରେ ଦେଖିଥିବେ ମାଟିଆପଡ଼ା ଗ୍ରାମରେ କେତେ ସୁନ୍ଦର ଭାବରେ ରାମନବମୀର 3 ଦିନ ପୂର୍ବରୁ ସବୁର ବ୍ୟବସ୍ଥା କରାଯାଇଥିଲା ରାମନବମୀ ପୂଜା ପାଇଁ। ପୂର୍ବ ଦିନ ଭଳି ଆଜି ସକାଳୁ ସକାଳୁ ଆରମ୍ଭ ହୋଇଯାଇଥିଲା ପ୍ରଭୁଙ୍କ ପାଇଁ। ପ୍ରଥମେ ସୂର୍ଯ୍ୟ ପୂଜା, ତାପରେ ଗୋମାତା ପୂଜା, ତାପରେ ପ୍ରଭୁଙ୍କର ଦିନ ତମାମ ଚାଲିଥିଲା ଯଜ୍ଞ ପୂଜା ପାଠ, ଯାହାର ପରିସମାପ୍ତି ପୂର୍ଣ୍ଣାହୁତିରେ ହୋଇଥିଲା। ମଧ୍ୟାହ୍ନ ସମୟରେ ପ୍ରସାଦ ସେବନ ଚାଲିଥିଲା, ତାପରେ ପୂର୍ଣ୍ଣାହୁତି ଉପରେ ପ୍ରବଚନ। ଏସବୁ ଆପଣମାନେ ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖିବେ କେତେ ସୁନ୍ଦର ଭାବରେ ହୋଇଛି। ଏସବୁ ଦେଖନ୍ତୁ ଆଉ ପ୍ରଭୁଙ୍କର ଆଶୀଷ ଲାଭ କରନ୍ତୁ। ପ୍ରଭୁ ସମସ୍ତଙ୍କୁ ଭଲରେ ରଖନ୍ତୁ। ପୁଣି ଅପେକ୍ଷା ରହିଲା ଆସନ୍ତା ବର୍ଷ ଏଇ ରାମନବମୀ ପୂଜାକୁ। ଆରମ୍ଭ ଯେତିକି ଖୁସି ଲାଗିଥିଲା, ପରିସମାପ୍ତି ସେତିକି ଦୁଃଖ ଦେଇଥିଲା। ଚ୍ୟାନେଲ ଯଦି ନୂଆ ଅଛନ୍ତି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ଆସନ୍ତୁ ଦେଖିବା ପ୍ରଭୁଙ୍କର ପୂଜା। देखिए कौन सरला हे हाथ जो भगवान पूजन दिया करे, मर कर भी अमर नाम है उसी जीविका जग में। प्रभु प्रेम बलिदान को जो जीवन दिया करे। ତାଙ୍କ କଥା ସେ କହିବେ, ଆମେ କେବଳ ନିମିତ୍ତ ମାତ୍ର। ଆସନ୍ତୁ ପ୍ରଭୁଙ୍କର ଗୁଣଗାନ କରିବା ପୂର୍ବରୁ ତାଙ୍କ ନାମକୁ ଟିକେ ସ୍ମରଣ କରିବା। କାରଣ ରାମଙ୍କ ଠାରୁ ରାମଙ୍କ ନାମଟା ହଉଛି
କହିଲା ରାମ ଏକ ତାପସତୀୟ ତାରି ରାମ ଜଣକୁ ଉଦ୍ଧାର କଲା ବେଳେ ନାମ ଆଜି ଶତକୋଟି ଜୀବକୁ ଉଦ୍ଧାର କରିପାରୁଛନ୍ତି। ତେଣୁ ରାମଙ୍କ ଠାରୁ ରାମଙ୍କ ନାମ ଆଜି ବହୁ ଉର୍ଦ୍ଧ୍ୱରେ। ଆସନ୍ତୁ ସେଇ ପ୍ରଭୁଙ୍କର କଥାକୁ ଟିକେ ଦୁଇବାର ସ୍ମରଣ କରିବା ଏବଂ ତାଙ୍କ କଥାକୁ ସିଏ କହିବେ, ଆମେ ଖାଲି ମାଧ୍ୟମ। ନାମ ତୁମ୍ହାରା ମୁଖ୍ୟତଃ ଭକ୍ତି ତିନି ପ୍ରକାର ବୋଲି ଜଗନ୍ନାଥ ଦାସ ତାକୁ କଲମ କରିଛନ୍ତି ଭାଗବତରେ। କିନ୍ତୁ ତୁଳସୀଦାସ କହିଲେ ନାଇଁ ନାଇଁ ନାଇଁ, ଭକ୍ତି ହଉଛି 9 ପ୍ରକାର। ଯୋଉ 9 ଜଣ ଭକ୍ତି ଯେତେବେଳେ ଦେବହୂତିଙ୍କ ଗର୍ଭରୁ ସମସ୍ତେ ସମ୍ଭୂତ ହୋଇଥିଲେ ନବକନ୍ୟା ଭାବରେ। ନା ନା ସକାଳେ ଗୋଟେ ମୁଗ ଯାଇ ଯାଇଛି। କୁଆଡେ ଯାଉଛୁ?